ମୋର ପ୍ରଥମ ଭୋଟ ମୁଁ 1992 ମସିହାରେ ମୁଁ ଦେଇଥିଲି ଏବଂ ମୋର ଅନୁଭୂତି ବହୁତ ସୁନ୍ଦର ଅନୁଭୂତି ମୋର ଥିଲା। ପ୍ରଥମ କଥା ହଉଛି 1992 ମସିହାରେ ମୋର କଲେଜ କ୍ୟାରିୟର ଥିଲା। ମୁଁ +3 ସେକେଣ୍ଡ ଇୟର ପାଠ ପଢୁଥିଲି ଏବଂ ମୁଁ ଜେନେରାଲ ପଲିଟିକ୍ସରେ ଓହ୍ଲେଇ ଯାଇଥିଲି ଏବଂ ମୋ ରାଇକଳା ପଞ୍ଚାୟତର ସମିତି ସଭ୍ୟ ର ପ୍ରାର୍ଥୀ ହିସାବରେ ମୁଁ ଛିଡା ହେଇଥିଲି। ମୋର ଲକ୍ଷ୍ୟ ଥିଲା ମୁଁ ଚେୟାରମ୍ୟାନ ହେବା ପାଇଁ ବ୍ଲକର। ଗୋଟିଏ ପଟେ ବ୍ଲକ ଚେୟାରମ୍ୟାନ ହେବା ପାଇଁ ମାନେ ପ୍ରବଳ ଇଚ୍ଛା ଥିଲା ଏବଂ ଆଉ ଗୋଟିଏ ପଟେ ପ୍ରଥମ ଥର ପାଇଁ ମଧ୍ୟ ଭୋଟ ମୁଁ ଦେବି ଏବଂ ମୁଁ +3 ସେକେଣ୍ଡ ଇୟର ପଢୁଥିଲି, ଯୁବକ ଥିଲି ପୁରା। ତେଣୁ ନିଶ୍ଚିତ ଭାବରେ ବହୁତ ବଡ ଗୋଟେ ରୋମାଞ୍ଚକର ପରିବେଶ ମୋ ପାଖରେ ଥିଲା ଯେ ମୁଁ କଲେଜ ପଢୁଛି, ବ୍ଲକ ଚେୟାରମ୍ୟାନ ହେବି, କଲେଜ ର ପ୍ରେସିଡେଣ୍ଟ ଛାଡିକିରି। ଏବଂ ତାହା ସହିତ ମଧ୍ୟ ମୁଁ ସମିତି ସଭ୍ୟରେ ଜିତିବି ଏବଂ ମୁଁ ବି ପ୍ରଥମ ଥର କରି ଭୋଟ ଦେବି। ଏ ପ୍ରକାରର ଗୋଟେ ଅନୁମତି ବହୁତ କମ ଲୋକକୁ ମିଳେ।